फ्रेंड्स ମୁଁ ଆଶିଷ ହୋଟେଲ ଲାଇଫ୍ ଆପଣଙ୍କୁ ସ୍ୱାଗତ। ଆଜି ମୋର ଟାର୍ଗେଟ୍ 66। କହିବି ଆଜି ଗୋଟେ କଥା, ଯଦି କ୍ୟାମ୍ପର ଗୋଟେ ପ୍ରୋବ୍ଲେମ୍ ହେଇଛି ଯେଉଁଟାକି କାଲି ରାତିରେ ଘଟିଛି। ବହୁତ ଦୂରରୁ ଆସୁଛନ୍ତି ପିଲା, ମୁଁ ବି ଆସିଛି ବହୁତ ଦୂରରୁ। ଏମିତି ଗୋଟେ ଦୁଃଖର କଥା, ଏଠି ଜଣକୁ ପଞ୍ଜାବୀ ପିଲା ମରିଯାଇଛି, ଯେଉଁଠିକି ଝଗଡ଼ାଝାଣ୍ଟି ଭିତରେ ତାଙ୍କର ଛୁରୀ ଭୁଷାଭୁଷି ହେଇଯାଇଛନ୍ତି। କହିବି ଏତେ ଦୂରରୁ ଆସୁଛନ୍ତି, କିଏ କେଉଁ ଲକ୍ଷ୍ୟ ନେଇକି ଆସିଛି, କାହାର ଘର ପ୍ରୋବ୍ଲେମ୍ ପାଇଁ ଆସିଛି, କିଏ ସେଭିଂ କରିବ, ଏଠି ତା ଆଗର ଫ୍ୟୁଚର୍ ଅଛି। କିନ୍ତୁ ଏଠି ଦୂରକୁ ଆସି ଝଗଡ଼ା ଲାଗୁଛନ୍ତି, ଶୁଣିକି ତ ବହୁତ କଷ୍ଟ। କାରଣ ଏତେ ବଡ଼ କ୍ୟାମ୍ପ ଯେହେତୁ ଜଣାପଡ଼ିନି, କାଲି ରାତିରେ ଏଇ ଘଟଣାଟା ହେଇଛି। ଆଜି ଶୁଣିଲା ପରେ ବହୁତ ମନ କଷ୍ଟ ହେଉଛି, କାରଣ ଆମ କ୍ୟାମ୍ପରେ ସେ ଆମ ତ ଅବଶ୍ୟ ମୁଁ ଚିହ୍ନିନି ଜାଣିନି, କାରଣ ଯେହେତୁ କ୍ୟାମ୍ପରେ ଗୋଟେ ଦୁର୍ଘଟଣା ହେଇଛି, ମନ ତ କଷ୍ଟ ନିହାତି ହେବ। କେତେ ଦୂରରୁ ଜଣେ ଆସିଥିଲା, ଝଗଡ଼ା ହେଇଛି ବୋଲିକି ସେ ପିଲାଟା ତାକୁ ଜୀବନରୁ ମାରି ଦେଇଛି। ଏତେ ସମିତିଙ୍କୁ କହିବି, ମିଳିମିଶି ରୁହ। ଯଦି ବି କିଛି ପ୍ରୋବ୍ଲେମ୍ ଅଛି, ଦୁବାଇ ଏମିତି ଗୋଟେ ସେଫ୍ଟି ହୁଏନି ଜାଗା, ସବୁର ପ୍ରୋବ୍ଲେମ୍ର ସର୍ଟ ଆଉଟ୍ ହେଇପାରିବ। ବେଶୀ କିଛି କହିବିନି। ଆଜି ମୋ ଟାର୍ଗେଟ୍ର 66, ଆଜି ମୋ ଟାର୍ଗେଟ୍ 66ରେ ରହିଲି। ପୁଣି ନେକ୍ସଟ ଭିଡ଼ିଓ ଦେଖା ହେବ। ଜୟ ଜଗନ୍ନାଥ।